ନମସ୍କାର ବନ୍ଧୁମାନେ, ଆଜିର ଏ ଭିଡ଼ିଓରେ ଶ୍ରୀମଦ୍ ଭାଗବତ ଗୀତାର 108ଟି ଏମିତି କଥା ଜାଣିବା ଯାହା ପରେ ଆପଣଙ୍କ ଚଲାବାଟ ଆହୁରି ସହଜ ହୋଇଯିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଛୋଟିଆ ଅନୁରୋଧ, ଯଦି ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ଏ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରିଦିଅନ୍ତୁ। ପ୍ରଥମ ଶିକ୍ଷା, ରାଗ, ଅହଙ୍କାର ଓ ଗର୍ବ ମଣିଷକୁ ଖରାପ ବାଟକୁ ନେଇଥାଏ। ଯଥା ସମ୍ଭବ ଏସବୁଠାରୁ ଦୂରେଇ ରହିବା ଉଚିତ। ଯେତେବେଳେ ମନ ଦୁର୍ବଳ ଥାଏ, ପରିସ୍ଥିତି ସମସ୍ୟାରେ ବଦଳେ। ମନ କଠୋର ଥିଲେ ସଂଘର୍ଷ, ମନ ମଜବୁତ ଥିଲେ ସୁଯୋଗ ବନିଯାଏ। ତେଣୁ ଆମ ମନକୁ ମଜବୁତ କରି ରଖିବାର କାମ ଆମର ହୋଇଥାଏ। ଆମ ପାଖରେ ସବୁବେଳେ ସମୟ ଥାଏ, ବାସ୍ ଏହା ଆମ ପ୍ରାଥମିକତା ଉପରେ ନିର୍ଭର କରେ। କ'ଣ କରିବା, କ'ଣ ନ କରିବା ଦରକାର। ଗୋଟିଏ ବୁଦ୍ଧିମାନ ମଣିଷ ଯେତେବେଳେ କୌଣସି ସମ୍ପର୍କରୁ ଦୂରେଇ ଯାଏ, ସେତେବେଳେ ବୁଝିବା ଦରକାର ଯେ ତା ଆତ୍ମସମ୍ମାନକୁ ନିହାତି ବାଧିଛି। ତେଣୁ କାହାର ସମ୍ମାନ ହାନି ଭଳି କିଛି କଥା କୁହନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କୀୟ ଲୋକ ବି ଦୂରେଇ ଯିବେ। ଧୈର୍ଯ୍ୟ ରଖ, କାରଣ ଜୀବନରେ କେବେ କେବେ କିଛି ମୂଲ୍ୟବାନ ଜିନିଷ ପାଇବାକୁ ହେଲେ ଖରାପ ସମୟ ସହ ଲଢ଼ିବାକୁ ପଡ଼ିଥାଏ। ତେଣୁ ଧୈର୍ଯ୍ୟ ରଖିବା ନିହାତି ଆବଶ୍ୟକ। ମଣିଷର ମଣିଷପଣିଆ ସେତେବେଳେ ନଷ୍ଟ ହୋଇଯାଇଥାଏ ଯେତେବେଳେ ଅନ୍ୟର ଦୁଃଖରେ ତାକୁ ହସ ଲାଗିଥାଏ। ତେଣୁ ଅନ୍ୟର ଦୁଃଖରେ ମଜା ନେବା ବନ୍ଦ କରନ୍ତୁ ଆଜ୍ଞା। ସମୟ ଏହା ଶିଖାଏ ଯେ ଜୀବନ କାହାକୁ ଅପେକ୍ଷା କରେ ନାହିଁ କିମ୍ବା କାହା ପାଇଁ ରହେ ନାହିଁ। ତେଣୁ ସମୟ ସହିତ ଆଗକୁ ବଢ଼ିବା ନିହାତି ଆବଶ୍ୟକ। ଯଦି ତୁମେ ଭୁଲରୁ କିଛି ଶିଖୁଛ, ତାହେଲେ ସେ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କରିବ। କିନ୍ତୁ ଯଦି ତମେ ସେ ଭୁଲରୁ କିଛି ନ ଶିଖୁଛ, ତାହେଲେ ସେ ତୁମ ପାଇଁ ସମୁଦ୍ର ଭଳି କାମ ଦେବ। ତେଣୁ ନିଷ୍ପତ୍ତି ତୁମ ହାତରେ। ଆଗକୁ ବଢ଼ିବ ନା ପାଣିରେ ନା ସମୁଦ୍ରରେ ବୁଡ଼ିବ। ଯିଏ ଯେତିକି ଶାନ୍ତ ରୁହେ ସେ ତ ବୁଦ୍ଧିକୁ ଭଲ ଭାବେ ଉପଯୋଗ କରିଥାଏ। ଯେଉଁ ମଣିଷ ଏହା ଜାଣିଥାଏ ଯେ ଆତ୍ମା ସବୁବେଳେ ଜୀବିତ ରହେ, ସେ ମଣିଷ ମରିବାକୁ କେବେ ଡରି ନଥାଏ। ସେଥିରେ କିଛି ଫରକ ପଡ଼େନି ଆପଣଙ୍କ ଆଖପାଖରେ କେତେ ଅପରାଧ ହେଉଛି। ଯେତେ ପର୍ଯ୍ୟନ୍ତ ଆପଣ ଅପରାଧ କରିନାହାନ୍ତି, ସତ ବନ୍ଧୁତା ସବୁବେଳେ ସୁଖକୁ ଅଧିକ ଓ ଦୁଃଖକୁ ଅଧା କରିଥାଏ। ଯିଏ ଯାହା କହୁ ପଛେ ଶାନ୍ତିପୂର୍ବକ ନିଜ କର୍ମରେ ଧ୍ୟାନ ଦିଅ, କାରଣ ଖରା କେବେ ସମୁଦ୍ରକୁ ଶୁଖାଇ ପାରେନା। କିଏ କ'ଣ କରୁଛି, କିପରି କରୁଛି, କାହିଁକି କରୁଛି, ଏସବୁ ଚିନ୍ତାରୁ ତୁମେ ଯେତିକି ଦୂରେଇ ରହିବ, ଜୀବନ ସେତିକି ସରସ ଆଉ ସୁନ୍ଦର ହେବ। ଯଥା ସମ୍ଭବ ଚୁପ୍ ରୁହନ୍ତୁ, କାରଣ ମଣିଷର ଜୀବ ହିଁ ଅଧିକାଂଶ ଭୁଲ କରିଥାଏ। ଯେଉଁ ମଣିଷ ପର ଉପକାର କରେ, ଭଗବାନ ସବୁବେଳେ ତା ସାଥିରେ ଥାଆନ୍ତି। ଯେପରି ସମୟ ପୂର୍ବରୁ ମିଳିଥିବା ଜିନିଷ କୌଣସି ମୂଲ୍ୟ ନଥାଏ, ସେପରି ସମୟ ପରେ ମିଳିଥିବା ଜିନିଷର ଗୁରୁତ୍ୱ ନଥାଏ। ଭରସା ଯଦି ନିଜ ଉପରେ କରିବ, ତାହେଲେ ସେ ତୁମ ସାହସ ହେବ। କିନ୍ତୁ ଭରସା ଯଦି ଅନ୍ୟ ଉପରେ ରଖିବ, ସେ ତୁମ ଦୁର୍ବଳତା ହେବ। ଦୁଃଖ ଆଉ ସୁଖ ଆସିବ ଯିବ, ଏଠି କିଛି ଚିରସ୍ଥାୟୀ ନୁହେଁ ଆଜ୍ଞା। ପରିସ୍ଥିତି ଯେତେ ଖରାପ ହେଉନା, ନିଜ ମନ ଓ ଶରୀରକୁ ନିଜ ଆୟତ୍ତରେ ରଖି ଯିଏ ଆଗକୁ ବଢ଼େ, ସେ ଜୀବନ ଯୁଦ୍ଧରେ ନିହାତି ବିଜୟ ପ୍ରାପ୍ତ କରେ। ସମୁଦ୍ର ପାର ହେବା ପାଇଁ ଯେମିତି ନୌକା ସ୍ୱର୍ଗକୁ ଯିବାକୁ ହେଲେ ସତ୍ୟ ହିଁ એકમાત્ર ରାସ୍ତା। ସମୟ ଯେବେ ବଦଳେ ସବୁକିଛି ବଦଳି ଯାଇଥାଏ। ତେଣୁ ଭଲ ସମୟରେ ଅହଙ୍କାର କର ନାହିଁ ଏବଂ ଖରାପ ସମୟରେ ଧୈର୍ଯ୍ୟହରା ହୁଅ ନାହିଁ। ଜୀବନରେ କେବେ ଅଭିମାନ କର ନାହିଁ ଯେ ମୋତେ କାହାର ଦରକାର ପଡ଼ିବନି, କିନ୍ତୁ ଅହଙ୍କାର ମଧ୍ୟ କର ନାହିଁ ଯେ ସମସ୍ତଙ୍କୁ ମୋର ଦରକାର ପଡ଼ିବ। ଯେମିତି ନିଆଁ ସୁନାକୁ ପରଖେ, ସେମିତି ସମସ୍ୟା ବାହାଦୁର ମଣିଷକୁ ପରଖିଥାଏ। ଜୀବନର ଅନ୍ୟ ନାମ ସଂଘର୍ଷ। ତେଣୁ ସଂଘର୍ଷ କରିବାକୁ ଡର ନାହିଁ। ଯିଏ ମନକୁ ଜିତିପାରେ ସେ ଭଗବାନଙ୍କୁ ପାଇଯାଇଥାଏ, କାରଣ ସେ ଶାନ୍ତି ପ୍ରାପ୍ତ କରିଥାଏ। ଏମିତି ଲୋକ ପାଇଁ ସୁଖ ଦୁଃଖ ମାନ ଅପମାନ ଏକ ସମାନ ଅଟେ। ଭଲ କର୍ମ କଲା ପରେ ବି କିଛି ଲୋକ ତୁମ ଖରାପ କର୍ମ ହିଁ ମନେ ରଖିବେ। ତେଣୁ ଅନ୍ୟ ଉପରେ ନୁହେଁ, ନିଜ ଉପରେ ଧ୍ୟାନ ଦିଅନ୍ତୁ। ଯେମିତି ଆଲୋକର ଜ୍ୟୋତି ଅନ୍ଧକାରରେ ଚମକେ, ସେମିତି ସତ୍ୟ ମଧ୍ୟ ଚମକିଥାଏ। ତେଣୁ ସତ୍ ପଥରେ ଚାଲନ୍ତୁ। ଯେଉଁ ଜିନିଷ ପାଇବ ତୁମ ସାମର୍ଥ୍ୟ ଓ ସୀମା ବାହାରେ, ସେ ଜିନିଷ ପାଇଁ ସମୟ ନଷ୍ଟ କରିବା ମୂର୍ଖତାର ଲକ୍ଷଣ। ଯେଉଁ ବ୍ୟବହାର ଆପଣ ଖରାପ ଲାଗେ, ସେହି ବ୍ୟବହାର ଅନ୍ୟ ସହ କେବେ ବି କରନ୍ତୁ ନାହିଁ। ଯେମିତି
ପୃଥିବୀରେ ଋତୁ ପରିବର୍ତ୍ତନ ହୁଏ, ସେମିତି ସୁଖ ଆଉ ଦୁଃଖ ମଧ୍ୟ ଆସେ। ଯାହା ହବା କଥା ନିଶ୍ଚିତ ହେବ, ଯାହା ନ ହବା କଥା କେବେ ବି ହବନି। ଯିଏ ଏମିତି ଭାବେ ତାକୁ ଚିନ୍ତା କେବେ ବି ହଇରାଣ କରିପାରେ ନାହିଁ। ଅତ୍ୟଧିକ ଖୁସି କିମ୍ବା ଦୁଃଖ ଥିଲାବେଳେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, କାରଣ ଏ ସମୟରେ ଅଧିକାଂଶ ନିଷ୍ପତ୍ତି ଭୁଲ ହୋଇଥାଏ। ସମସ୍ତଙ୍କୁ ନିଜ କର୍ମ ହିସାବରେ ଫଳ ମିଳିଥାଏ। ଭଲ କର୍ମଫଳ ଭଲ ଏବଂ ଖରାପ କର୍ମଫଳ ଖରାପ। ଚୁପ୍ ରହିବାଠୁ ବଡ଼ କେହି ଜବାବ ନାହିଁ ଏବଂ କ୍ଷମା କରିବାଠୁ ବଡ଼ କୌଣସି ଦଣ୍ଡ ନାହିଁ। ଯେତେବେଳେ ଜଣେ ବ୍ୟକ୍ତିର ଆବଶ୍ୟକତା ବଦଳିଯାଏ, ସେହି ସମୟରେ କଥାବାର୍ତ୍ତା କରିବାର ତାରିକା ମଧ୍ୟ ବଦଳି ଯାଇଥାଏ। ମନ ହିଁ କାହାର ମିତ୍ର କିମ୍ବା କାହାର ଶତ୍ରୁ ହୋଇଥାଏ। ନିଜ ମନକୁ ବୁଝିପାରୁଥିଲେ ସବୁ କିଛି ଆପେ ବୁଝିପାରିବ। ଯିଏ ସବୁ ଇଚ୍ଛା ତ୍ୟାଗ କରେ, ମୁଁ ମୋର ଏହି ଲୋଭରୁ ଯିଏ ଦୂରେଇ ରୁହେ, ତାକୁ ଶାନ୍ତି ପ୍ରାପ୍ତ ହୋଇଥାଏ। ବୁଦ୍ଧିମାନ ମଣିଷ ବିନା ଲୋଭରେ ସମାଜ କଲ୍ୟାଣ ହେତୁ କର୍ମ କରିବା ନିହାତି ଆବଶ୍ୟକ। ଜନ୍ମ ମରଣ ଚିରସତ୍ୟ, ତେଣୁ ଏ କଥାକୁ ବୁଝ ଓ ଆଗକୁ ବଢ଼। ଲଗାତାର ଚେଷ୍ଟା କଲେ ଆମେ ବେଲଗା ମନକୁ ଆୟତ୍ତ କରିପାରିବା। କାହାକୁ ଡରାଅ ନାହିଁ, ସାହସ ଦିଅ। ଅପମାନିତ କର ନାହିଁ, ଶିଖେଇ ଦିଅ। ଗାଳି କର ନାହିଁ, ସହିଯାଅ। ଏସବୁ ଲକ୍ଷଣ ନିଜ ଭିତରେ ରଖ, ଆତ୍ମା ଶୁଦ୍ଧ ହେବ। ଅପରାଧ କେତେ ଛୋଟରୁ ଛୋଟ ହେଉନା କାହିଁକି, ଏହା ସବୁବେଳେ ମଣିଷକୁ ବିନାଶ ଆଡ଼କୁ ଟାଣି ନେଇଥାଏ। ତେଣୁ ଅପରାଧ କରିବା ପୂର୍ବରୁ 100 ଥର ଚିନ୍ତା କରନ୍ତୁ। ଯଥା ସମ୍ଭବ ଚୁପ୍ ରୁହନ୍ତୁ, କାରଣ ମଣିଷର ଜିଭ ହିଁ ଅଧିକାଂଶ ଭୁଲ କରିଥାଏ। କଥାରେ ଅଛି ପରା, ଚାଷ ବୁଡ଼ିଲେ ବରଷେ, କଥା ହୁଡ଼ିଲେ ପୁରୁଷେ। ଶ୍ରୀକୃଷ୍ଣ କହନ୍ତି, କଥା ଖରାପ ହୋଇଥାଏ ଦରକାର ସମୟରେ କ୍ରୋଧିତ ହେବା ଜରୁରୀ ମଧ୍ୟ ହୋଇଥାଏ। ନହେଲେ ଭୁଲ କରୁଥିବା ଲୋକ କେବେ ଭୁଲ ସୁଧାରି ପାରିବ ନାହିଁ। ମଣିଷ ଜନ୍ମରୁ ନୁହେଁ, ନିଜ କର୍ମରୁ ମହାନ ହୋଇଥାଏ। ତେଣୁ ମହାନ କର୍ମ କରନ୍ତୁ। ଜୀବନରେ କେବେ ବି ଗର୍ବ କରନ୍ତୁ ନାହିଁ। କାରଣ ପଥର ଯେତେବେଳେ ପାଣିରେ ପଡ଼େ, ସିଏ ତା ଓଜନ ପାଇଁ ହିଁ ପାଣିରେ ବୁଡ଼ିଯାଏ। ଅସୁବିଧା ସମୟରେ ଧୈର୍ଯ୍ୟ, ସୁଖରେ ଦୟା, ଦୁଃଖ ସମୟରେ ଦାନ ଓ ସହନଶୀଳତା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିର ଲକ୍ଷଣ ଅଟେ। ହଁ ବନ୍ଧୁମାନେ, ଆମ ଜୀବନରେ ବେଳେବେଳେ ଏମିତି ସମୟ ଆସେ, ଆମେ ହାର ମାନିଯାଉ। କ'ଣ କରିବା ଉଚିତ, କ'ଣ ନ କରିବା ଉଚିତ, ସେ କଥା ଭାବି ଆମେ ଆତ୍ମହରା ହେଇଯାଉ। ବାସ୍ ସେହି ସମୟରେ ଭାଗବତ ଗୀତାକୁ ଥରେ ପଢ଼ି ନିଅନ୍ତୁ। ଦେଖିବେ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ନିହାତି ସାହସ ମିଳିଯିବ। ଭଗବାନଙ୍କ ଉପରେ ଭରସା ରଖନ୍ତୁ। ଆପଣଙ୍କୁ ଏଇ ଛୋଟିଆ ରିକ୍ୱେଷ୍ଟ, ଯଦି ଏଇ ଭିଡ଼ିଓଟି ଭଲ ଲାଗିଛି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।